ତ ପିଲାମାନେ ତ ତୁମର ଦେଖିପାରୁଛ ସ୍କ୍ରିନରେ ଯୋଉଟା କି ତୁମର ARI ସୁପରଭାଇଜର ଯୋଉଟା ଥିଲା ଷ୍ଟାଟିଷ୍ଟିକାଲ ଫିଲ୍ଡ ସୁପରଭାଇଜର ପୁଣି ଥରେ ଡେଟ୍ ଏକ୍ସଟେଣ୍ଡ ହେଇଯାଇଛି ପିଲାମାନେ। ଠିକ ଅଛି, ତୁମର ଦେଖିପାରୁଛ ଯୋଉଟା କି ତୁମର ଅନଲାଇନ ରେଜିଷ୍ଟ୍ରେସନ ଠିକ ଅଛି 7 ଜାନୁଆରୀରୁ ଷ୍ଟାର୍ଟ ହେଇଥିଲା, ଯୋଉଟା କି ତୁମର ଫେବୃଆରୀ 7 ପର୍ଯ୍ୟନ୍ତ ଥିଲା। ଠିକ ଅଛି ପିଲାମାନେ, ଫେବୃଆରୀ 7 ପର୍ଯ୍ୟନ୍ତ ଥିଲା। ତାପରେ ତୁମର ଏଟା ଡେଟ୍ ଏକ୍ସଟେଣ୍ଡ ହେଇଗଲା। ଠିକ ଅଛି ପିଲାମାନେ, ଡେଟ୍ ତୁମର ଏକ୍ସଟେଣ୍ଡ ହେଇକି ପୁଣି ଥରେ ତୁମର ଏବେ ସେକେଣ୍ଡ ଡେଟ୍ ପୁଣି ଚେଞ୍ଜ ହେଇଯାଇଥିଲା, ଯୋଉଟା କି ତୁମର 22 ପର୍ଯ୍ୟନ୍ତ କରାଯାଇଥିଲା। ଠିକ ଅଛି, 22 ଫେବୃଆରୀ ପର୍ଯ୍ୟନ୍ତ ଥିଲା, 22 ଫେବୃଆରୀ ପର୍ଯ୍ୟନ୍ତ ଥିଲା। ତାପରେ ପୁଣି ଥରେ ଥାର୍ଡ ଟାଇମ୍ ମଧ୍ୟ ଡେଟ୍ ଏକ୍ସଟେଣ୍ଡ ହେଇଗଲା, ଯୋଉଟା କି ଏଟା ତୁମେ ମାନେ ସ୍କ୍ରିନ୍ ଦେଖିପାରୁଛ, ଯୋଉଟା କି ତୁମର ଥାର୍ଡ ପାଇଁ ଡେଟ୍ ଏକ୍ସଟେଣ୍ଡ ହେଇକି ତୁମର ହେଇଛି 6 ମାର୍ଚ୍ଚ। ଠିକ ଅଛି ପିଲାମାନେ, 6 ମାର୍ଚ୍ଚ ହଉଛି ତୁମର ଅନଲାଇନ ରେଜିଷ୍ଟ୍ରେସନ। ତା ସାଙ୍ଗରେ ତୁମର ଆପ୍ଲିକେସନ ଫର୍ମ ଯୋଉଟା ତୁମର ସବମିଟ କରାର ଡେଟ୍ ତୁମର ଆଉ 2 ଦିନ ମାନେ ଏକ୍ସଟ୍ରା ଅଛି 8 ମାର୍ଚ୍ଚ। ଠିକ ଅଛି, 8 ମାର୍ଚ୍ଚ, 6 ମାର୍ଚ୍ଚରୁ ତାପରେ ତୁମର 8 ମାର୍ଚ୍ଚ ପର୍ଯ୍ୟନ୍ତ ତୁମର ଟାଇମ ଦିଆଯାଇଛି। ତ ଯୋଉ ପିଲାମାନେ ତୁମର ରେଜିଷ୍ଟ୍ରେସନ କରିନାହ ଏବଂ ଫର୍ମ ସବମିଟ କରିନାହ ଯଥାଶୀଘ୍ର ତୁମେ କରିଦିଅ। କଣ ପାଇଁ ନା ସାଇଟ୍ ପ୍ରୋବ୍ଲେମ ରହୁଛି, ଯୋଉଥିପାଇଁ କି ପିଲାମାନେ ଢେର ଜଣ କରିପାରୁନାହାନ୍ତି। ଠିକ ଅଛି, ଯୋଉମାନେ କରିପାରୁନାହାନ୍ତି କିମ୍ବା ତାଙ୍କ ସାଇଟ୍ ଓପନ ହଉନି, କେଉଁମାନେ ଡକୁମେଣ୍ଟ କ୍ଲିୟର କରିନାହାନ୍ତି, ତ ଯେତେ ଶୀଘ୍ର ସମ୍ଭବ ହଉଛି ତୁମେ ତୁମର ଡକୁମେଣ୍ଟ କ୍ଲିୟର କର ଆଉ ସବମିଟ କର ଏବଂ ପେମେଣ୍ଟ କ୍ଲିୟର କରିସାରିକି ତୁମେ ତୁମର ଅନଲାଇନ ଆପ୍ଲିକେସନକୁ ତୁମେ ତୋର ନିଜର ଗ୍ୟାଲେରୀରେ ସେଭ୍ କରିବ।